ବୋଲର को घातक ବୋଲିଂ ପରେ ଫିଲିପ ସଲ୍ଟଙ୍କ ଧୁଆଁଧାର ବିସ୍ଫୋରକ ଅର୍ଦ୍ଧଶତକ। ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ପଞ୍ଜାବ କିଙ୍ଗସକୁ 9 ୱିକେଟରେ ଅତି ସହଜରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବିଜୟ ସହ ଆଇପିଏଲ୍ ଇତିହାସରେ ଚତୁର୍ଥ ଥର ଫାଇନାଲରେ ପହଞ୍ଚିଛି ଆରସିବି। ଦୀର୍ଘ 9 ବର୍ଷ ପରେ ଆରସିବି ଫାଇନାଲରେ ପହଞ୍ଚିଛି। ଅନ୍ୟପଟେ ପଞ୍ଜାବ କିଙ୍ଗସ ଏଲିମିନେଟରର ବିଜେତାକୁ ଦ୍ୱିତୀୟ କ୍ୱାଲିଫାୟାରରେ ଭେଟିବ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି 14 ଓଭର 1 ବଲରେ 101 ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଜବାବରେ ଆରସିବି ମାତ୍ର 2 ୱିକେଟ୍ ହରାଇ 10 ଓଭରରେ ମ୍ୟାଚ୍ ଜିତି ନେଇଛି। 2009, 2011 ଏବଂ 2016ରେ ଆରସିବି ଫାଇନାଲରେ ପହଞ୍ଚିଥିଲା। ରନର୍ସ ଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। 102 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବାଙ୍ଗାଲୋର 30 ରନ୍ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି 12 ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଫିଲିପ ସଲ୍ଟ ଧୁଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ମୟଙ୍କ ଅଗ୍ରୱାଲ 19 ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ବିଜୟରେ ବାକି ଔପଚାରିକ ସଲ୍ଟ ଏବଂ ଅଧିନାୟକ ରଜତ ପାଟିଦାର ପୂରା କରିଥିଲେ। ସଲ୍ଟ 27 ଓଭରରୁ 6 ଚୌକା ଏବଂ 3 ଛକା ସହ 56 ରନ୍, ରଜତ ପାଟିଦାର 8 ବଲରୁ 15 ରନ୍ କରି ଅପରାଜିତ ଥିଲେ। ଆରସିବି ମାତ୍ର 10 ଓଭରରେ 2 ୱିକେଟ୍ ହରାଇ ମ୍ୟାଚ୍କୁ ଅତି ସହଜରେ ଜିତି ନେଇଥିଲା।